ବାଘ ଛାଲ ଯାହାର ବସ୍ତ୍ର ଅଟେ, ଗଜଚମ୍ର ଯାହାଙ୍କର ଉତ୍ତରୀ, ଯିଏ କ୍ରୂର ଅଟନ୍ତି, ମୁଣ୍ଡମାଳା ଧାରଣ କରିଛନ୍ତି, ସେ ଭୀଷଣ ଅଟନ୍ତି। ଜଳହୀନ ସରୋବର ଯେପରି, ସେହିପରି ଯାହାଙ୍କର ଉଦର। ଖଡ଼୍ଗ ଓ ସାପ ଧାରିଣୀ, ବଡ଼ ଭୀଷଣ ଭୟଙ୍କରୀ ଖଡ଼୍ଗବାଣ ଧାରିଣୀ। ଦ୍ୱିତୀୟ କାଳରାତ୍ରି ଯେପରି ଭୀଷଣ, ବିସ୍ତାନ ବଦନ, ନିରନ୍ତର ଜିହ୍ୱା, ଚାଳିଶ ବିସ୍ତାର ବଦନ, ଯିଏ ଅତି ବେଗରେ ଅସୁରମାନଙ୍କର ସୈନ୍ୟକୁ ହାଣି ପକାନ୍ତି, ସେ ଦେବୀ ଚନ୍ଦ୍ରଘଣ୍ଟା ଅଟନ୍ତି। ଦେବୀଙ୍କର ଚନ୍ଦ୍ରରୂପ ଯାହା ମନର ସ୍ୱାମୀ ଅଟେ, ଯେଉଁଠାରେ ଘଣ୍ଟାନାଦ ପ୍ରତୀକ ହୁଏ, ସେ ମନ ବାକ୍ୟର ସଂଯୋଗକାରିଣୀ ଦେବୀ ଅଟନ୍ତି। ମାନବ ଯେତେବେଳେ ତପସ୍ୟା ଦ୍ୱାରା ମନବାଣୀକୁ ସଂଯତ କରି ଅନାହତ ନାଦଧ୍ୱନି ଶୁଣେ, ସେତେବେଳେ ଚନ୍ଦ୍ରଘଣ୍ଟା ଦେବୀଙ୍କର କୃପା ଅନୁଭୂତ ହୋଇଥାଏ। ମା ଚନ୍ଦ୍ରଘଣ୍ଟା ଦେବୀ ତୃତୀୟ ଦିନରେ ପୂଜା ପାଇଥାନ୍ତି। ନବରାତ୍ରିର ତୃତୀୟ ଦିନରେ ମାଙ୍କର ଚନ୍ଦ୍ରଘଣ୍ଟାଙ୍କର ପ୍ରିୟ ଭୋଗ କ୍ଷୀରସର ହେଇଥାଏ ଆଉ ରଙ୍ଗ ନାରଙ୍ଗୀ ହେଇଥାଏ।